ମାର୍କ ସୁସମାଚାର 5 ଅଧ୍ୟାୟ। ମାର୍କ ସୁସମାଚାର 5 ଅଧ୍ୟାୟରେ ଜଣେ ବ୍ୟକ୍ତିକୁ ଆମେ ଦେଖୁ। ସେ ବ୍ୟକ୍ତି ନିକଟକୁ ଯୀଶୁ ଆସିଲେ। ତାମାନେ ଯୀଶୁ କାହିଁକି ଏହି ଜଗତକୁ ଆସିଲେ, କିପରି ଲୋକଙ୍କୁ ସେ ସୁସ୍ଥ କରିବାକୁ ଆସିଲେ, ସେହି ଅଧ୍ୟାୟରେ ଆମେ ଦେଖିବାକୁ ପାରିବା। ପ୍ରଥମେ 4th ଅଧ୍ୟାୟରେ ଦେଖିବା 35 ପଦଠାରୁ। ସେହିଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, ଆସ ଆର ପାରିକି ଯିବା। ସେଥିରେ ସେମାନେ ଲୋକସମୂହକୁ ପରିତ୍ୟାଗ କରି ସେ ଯେପରି ଥିଲେ ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ। ପୁଣି ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା। ଆଉ ପ୍ରବଳ ତୋଫାନ ହେଲା। ପୁଣି ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା। ସେତେବେଳେ ସେ ନୌକାର ପଛମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କ'ଣ ଚିନ୍ତା ନାହିଁ? ଏଥିରେ ଯୀଶୁ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ। ସେଥିରେ ପବନ ବନ୍ଦ ହେଲା ଓ ସବୁ ଧୀର ସ୍ଥିର ହେଲା। ଠିକ୍ ଅଛି। ଯୀଶୁଖ୍ରୀଷ୍ଟ ଗୋଟିଏ ଥର ତାହାଙ୍କ ଶିଷ୍ୟମାନଙ୍କ ସହିତ ଯାତ୍ରା କଲାବେଳେ ଥକି ଯାଇଥିବା ଯୀଶୁଖ୍ରୀଷ୍ଟ ସେହି ନୌକାର ପଛମଙ୍ଗରେ ଶୋଇଥିଲେ। ଏକ ଭୟଙ୍କର ତୁଫାନ ଆସିଥିଲା। ଢେଉ ଉଛୁଳି ଉଛୁଳି ପଡ଼ୁଥିଲା। ଏପରି ଉଛୁଳି ଉଛୁଳି ପଡ଼ି ସମୁଦ୍ରର ଲହଡ଼ି ସେହି ନୌକାରେ ପୂର୍ଣ୍ଣ ହୋଇ ଡୁବିବା ସମୟରେ ଜୀବନ ଭୟରେ ଶିଷ୍ୟମାନେ ଜୋର ଜୋରରେ ଚିଲେଇଲେ, ହେ ଗୁରୁ, ପ୍ରଭୁ, ଆମେ ମଲୁ, ନୌକା ଡୁବିବାକୁ ଯାଉଅଛି, ଗୋଟିଏ ଥର ଉଠ। ଏପରି ଯୀଶୁଖ୍ରୀଷ୍ଟଙ୍କୁ ଉଠାଇବା ବେଳେ ଭୟଙ୍କରର ତୁଫାନର ପବନରେ ଲହରୀ ଉଛୁଳି ପଡ଼ୁଥିବା ସମୟରେ ନୌକା ପୂର୍ଣ୍ଣ ହୋଇ ଡୁବିଯିବା ସମୟରେ ଯୀଶୁଖ୍ରୀଷ୍ଟ ଉଠି ଏକ ପଟରେ ପବନକୁ ଧମକ ଦେଲେ, ଆର ପଟରେ ସମୁଦ୍ରକୁ ଧମକ ଦେଲେ। ବାଇବଲ କହେ, ତାହାଙ୍କର ସ୍ୱର ଶୁଣିଥିବା ସମୁଦ୍ର ଧୀର ସ୍ଥିର ହେଲା। ଆଜ୍ଞା, କାହିଁକି ସମୁଦ୍ର ତାହାଙ୍କ ସ୍ୱର ଶୁଣନ୍ତେ ଧୀର ସ୍ଥିର ହେଲା ବୋଲିକି ପ୍ରଶ୍ନ କଲେ? ସେ ସମସ୍ତ ସୃଷ୍ଟି କରିଥିବା ସୃଷ୍ଟିକର୍ତ୍ତା। ସେଥିପାଇଁ ସୃଷ୍ଟିକର୍ତ୍ତାଙ୍କର କଥା ହିଁ ସୃଷ୍ଟି କ'ଣ ଶୁଣିବ। ଆଜ୍ଞା, ଯୀଶୁଖ୍ରୀଷ୍ଟ ସୃଷ୍ଟିକର୍ତ୍ତା ହେବାରୁ ସେପଟେ ସମସ୍ତ ସୃଷ୍ଟି କରିଅଛନ୍ତି, ସେପରି ମନୁଷ୍ୟକୁ ସୃଷ୍ଟି କରିଅଛନ୍ତି। ସେଥିପାଇଁ କେବଳ ତାଙ୍କ କଥା ହିଁ ଏପଟେ ସୃଷ୍ଟି ଶୁଣୁଅଛି ଓ ତାଙ୍କ ଦ୍ୱାରା ସୃଷ୍ଟ ମନୁଷ୍ୟ ଶୁଣିବ। ଏକ୍ଜାମ୍ପଲ, ଜଣେ ଅନ୍ଧ ଯେବେ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିଲା, ସେହି ଦୃଷ୍ଟିହୀନକୁ, ତାମାନେ ତାକୁ କିଛି ଦେଖାଯାଉନଥିବା ସେହି ବ୍ୟକ୍ତିର ଚକ୍ଷୁ, ଯୀଶୁ ତାଙ୍କୁ ଆଜ୍ଞା କରିବା ମାତ୍ରକେ ଖରାପ ହୋଇଯାଇଥିବା ଚକ୍ଷୁ କ'ଣ ହେଲା? ସୁସ୍ଥ ହେଲା। ଜଣେ ପକ୍ଷାଘାତୀ, ଚାଲି ନ ପାରିବା ପରିସ୍ଥିତିରେ ଥିବା ଜଣେ ବ୍ୟକ୍ତିକୁ ଯୀଶୁ ଦେଖିଲା ବେଳେ ତାଙ୍କୁ ଟଚ୍ କଲେ ଯଥେଷ୍ଟ, ସେ ସୁସ୍ଥ ଲାଭ କଲା। ଶେଷରେ ମରିଯାଇଥିବା ଶବକୁ ସେମାନେ ନେଉଥିବା ସମୟରେ ଯୀଶୁ ସେମାନଙ୍କୁ ରଖି ଟଚ୍ କରିବାରୁ ଯଥେଷ୍ଟ। ଶବ ମଧ୍ୟ କ'ଣ ପାଇଥିଲା? ଜୀବନ ପାଇଥିଲା। ତାର ଅର୍ଥ କ'ଣ? କେତେକ ଥର କେତେକ ଲୋକ ବିଶ୍ୱାସ କରନ୍ତି, ଡକ୍ଟର ଛୁଇଁଲେ ଯଥେଷ୍ଟ, ଆଜ୍ଞା, ରୋଗ ଚାଲିଯିବ। ଏହା ଏକ ବିଶ୍ୱାସ। ତାମାନେ ରୋଗ ଯଦି ଆସିଲା, ଡକ୍ଟର ପାଖକୁ ଗଲେ ତାର ଚିକିତ୍ସା ଦ୍ୱାରା ଭଲ ହୋଇଯାଏ। ତେବେ ଡକ୍ଟର ମଧ୍ୟ ଚିକିତ୍ସା କରି ନ ପାରିବା ଅନେକ ରୋଗ ଅଛି। ତେବେ ସେହି ରୋଗକୁ କିଏ ସୁସ୍ଥ କରିବେ ଜାଣନ୍ତି କି? ମନୁଷ୍ୟକୁ ସୃଷ୍ଟି କରିଥିବା ଈଶ୍ୱର ମାତ୍ର ହିଁ ସୁସ୍ଥ କରିପାରିବେ, ଭଲ କରିପାରିବେ। ସେଥିପାଇଁ ଆମେ ବାଇବଲରେ ଦେଖୁ, ଯୀଶୁଖ୍ରୀଷ୍ଟ ଜନ୍ମ ହୋଇ ବଞ୍ଚିବା ସମୟରେ ଓ ସେବା କରିବା ଦିନମାନଙ୍କରେ ସେ ସୁସ୍ଥ ନ କରିପାରିବା ଏ ପ୍ରକାର ରୋଗ କିଛି ନାହିଁ। ସେ ସୃଷ୍ଟିକୁ କଣ୍ଟ୍ରୋଲ କରିପାରିଥିଲା ଓ ସୃଷ୍ଟି କରିଥିବା ମନୁଷ୍ୟମାନଙ୍କୁ ମଧ୍ୟ ଭଲ କରିପାରିବେ। ଏକ ପ୍ରଶ୍ନ, ତୁମ ଚପଲ ଯଦି ଛିଣ୍ଡିଗଲା, କାହା ପାଖକୁ ନେବେ? ଗୋଟିଏ ମୁଚି ପାଖକୁ ଆପଣ ନେବେ। ତୁମ ସାର୍ଟ ଯଦି ଚିରିଗଲା, ମାନେ କେଉଁଠାକୁ ଆପଣ ନେବେ? ସାର୍ଟ ସିଲେଇ କରୁଥିବା ଟାଇଲର ପାଖକୁ ଆପଣ ନେବେ। ତେବେ ଆପଣଙ୍କ ଜୀବନ ଯଦି ଖରାପ ହେଲେ? ଅନେକ ସମୟରେ କେତେକ ମା ବାପାମାନେ ମୋ ପାଖକୁ ଆସନ୍ତି, ଆସି, ଆଜ୍ଞା, ମୋ ପୁଅର ଜୀବନ ଖରାପ ହେଲା, ଆଜ୍ଞା, ମୋ ଝିଅର ଜୀବନ ଖରାପ ହୋଇଗଲା, ଆଜ୍ଞା, ପାଠ ସାଠ ନ ପଢ଼ି ମନ୍ଦ ଅଭ୍ୟାସ, ମନ୍ଦ ସାଙ୍ଗସାଥୀ, ମନ୍ଦ କାର୍ଯ୍ୟକୁ ଅଭ୍ୟାସ ହୋଇ ସେମାନଙ୍କର ଜୀବନକୁ ଖରାପ କରୁଛନ୍ତି ବୋଲି କହି କାନ୍ଦୁଥାନ୍ତି। ବୋଧେ ଆଜି ତୁମ ଜୀବନରେ ମଧ୍ୟ ସେ ପ୍ରକାର ପରିସ୍ଥିତି
ତମେ ଜଣେ ସ୍ୱାମୀ ହୋଇ ସ୍ୱାମୀର ଦାୟିତ୍ୱ ବହନ ନ କରି ତୁମଠାରେ ଥିବା ମନ୍ଦ ଅଭ୍ୟାସ ଲାଗି ସଞ୍ଚୟ କରିବା ଟଙ୍କା ମଦ୍ୟପାନ ନିମନ୍ତେ, ଜୁଆ ନିମନ୍ତେ, ନୋହିଲେ ପାପିଷ୍ଟ ଅଭ୍ୟାସ ନିମନ୍ତେ ଖର୍ଚ୍ଚ କରି ତମେ ନଷ୍ଟ କରୁଅଛ ବୋଧେ। ମା ଭାବରେ ତୁମେ ଆପଣାର ଦାୟିତ୍ୱ ବହନ କରିବାକୁ ଥିବା ତମେ, ଜ୍ଞାନର ସହିତ ପରିବାର ଗଠନ କରିବାକୁ ଥିବା ତମେ, କଳିହୁଡ଼ି ଭାବରେ ଘରେ ଶାନ୍ତି ସମାଧାନ ନଥାଇ ହରେଇ ଦେଇ ବାରମ୍ବାର ସ୍ୱାମୀ ସହିତ ଝଗଡ଼ା କରି, ସିନେମାର ପାଗଳ ହୋଇ, ସିରିଏଲର ପାଗଳ ହୋଇ, ସେଲଫୋନର ପାଗଳ ହୋଇ ଦାୟିତ୍ୱକୁ ଯଦି ପାଶୋରି ଇଚ୍ଛା ଅନୁସାରେ ବଞ୍ଚୁଅଛ ମାନେ କିଏ ବଦଳାଇ ପାରିବେ? ମା ବାପା ବହୁତ ପରିଶ୍ରମ କରି, କଠିନ ପରିଶ୍ରମ କରି ତୁମକୁ ଉତ୍ତମ ଭବିଷ୍ୟତ ଦେବା ପାଇଁ ଚାହୁଁଥିଲେ। କଲେଜ ଫିସ୍ ଭରିଲେ ବି, ସ୍କୁଲ ଫିସ୍ ଭରିଲେ ବି, ଡୋନେସନ୍ ଜମା କରିବା ନିମନ୍ତେ ଘରକୁ ବନ୍ଧା ରଖି ନଚେତ୍ ଲୋନ୍ ନେଇ ତମେ ଭଲ ପଢ଼ିବ ବୋଲି ଆଶା କରି, ତମେ ମାତ୍ର ଇଚ୍ଛା ଅନୁସାରେ ବଞ୍ଚି ତୁମ ପାଠପଢ଼ାକୁ ପାଖରେ ରଖିଦେଇ ଓ ନିଜ ଭବିଷ୍ୟତ ବିଷୟରେ ମଧ୍ୟ କିଛି ଚିନ୍ତା ନ କରି ମା ବାପା ଦେଖିବା ସ୍ୱପ୍ନ ପୁରା ଭୁଲି ଯାଇ ମନ୍ଦ ସାଥୀ ସହିତ ହସ କୌତୁକରେ ବଞ୍ଚି ମା ବାପା ନିମନ୍ତେ ଏକ କାତି ପରି ତିଆରି ହୋଇଥିବା ତୁମକୁ କିଏ ଭଲ କରିପାରିବେ? ତମେ କେଉଁଠାକୁ ଗଲେ ଭଲ ହେବ? ଗୋଟିଏ ଥର ଚିନ୍ତା କର। ଆଜି ଆମ ମଧ୍ୟରେ ପତନ ହେବା ସ୍ଥିତିରେ ଅନେକ ଅଛନ୍ତି। ଗୋଟିଏ ଅଞ୍ଚଳରେ ଭଲ ପ୍ୟାଲେସ୍ ପରି ବିଲ୍ଡିଂ ଥିଲା। ସେ ପ୍ୟାଲେସ୍ ପରି ବିଲ୍ଡିଂରେ ଗୋଟିଏ ଧନୀ ବ୍ୟକ୍ତି ଥିଲା। ଘର ଚାରିପଟେ ଭଲ ଗାର୍ଡେନ୍ ଓ ଦୀପଗୁଡ଼ିକ ଥିଲା। ସନ୍ଧ୍ୟା ହେଲେ ବହୁତ ଭଲ ଦୀପ ଓ ଲାଇଟ୍ ଆଲୋକର ଉଜ୍ଜ୍ୱଳ ବହୁତ ସୁନ୍ଦର ପ୍ୟାଲେସ୍ ପରି ଦେଖାଯାଉଥିଲା। ଚାରିପଟେ ଥିବା ଲତା ଓ ଗାର୍ଡେନ୍ ଏକ ସୁନ୍ଦର ଗାର୍ଡେନ୍ ଥିଲା। ଯଦି କେହି ସ୍ଥାନକୁ ସେ ଗ୍ରାମକୁ ଯାଉଛନ୍ତି ତେବେ ସେହି ବିଲ୍ଡିଂକୁ ଦେଖିବାକୁ ଇଚ୍ଛା କରୁଥିଲେ। କିନ୍ତୁ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ଥିଲା, କ'ଣ ମାନେ ଏତେ ବଡ଼ ପ୍ୟାଲେସ୍ ଥିବା ଧନବାନ ବ୍ୟକ୍ତି ଯଦି ମରିଗଲେ, ତାଙ୍କୁ ପୁଅ କେହି ନାହାନ୍ତି, ଝିଅ କେହି ନାହାନ୍ତି, ସବୁବେଳେ ଭିତରେ ଏକୁଟିଆ ଥାଏ, ତାପରେ ଏହି ସମ୍ପତ୍ତି କିଏ ଅଧିକାର କରିବ ବୋଲି ଗୋଟିଏ ପ୍ରଶ୍ନ ରହୁଥିଲା। ଗୋଟିଏ ଦିନ ଆସିଲା, ସେହି ବ୍ୟକ୍ତି ମରିଗଲା। ସେ ବ୍ୟକ୍ତି ମରିଗଲା ପରେ ସମସ୍ତଙ୍କର ପ୍ରଶ୍ନ କ'ଣ ଥିଲା ମାନେ ଏହି ପ୍ୟାଲେସ୍ କାହା ନାମରେ ଲେଖିଲା, ଏହି ପ୍ରଶ୍ନ ଥିଲା। ଅଧିକାରୀମାନେ ଆସିଲେ, ମରିଯାଇଥିବା ବ୍ୟକ୍ତିଙ୍କର ସମାଧି କାର୍ଯ୍ୟକ୍ରମ ମଧ୍ୟ କଲେ, କିନ୍ତୁ ପ୍ୟାଲେସ୍ କାହା ନାମରେ ଲେଖିଅଛି ବୋଲି ଦେଖିବା ପାଇଁ ସେଠାରେ ଥିବା ଲୋକମାନେ କାଗଜଗୁଡ଼ାକ ଖୋଲି ଦେଖିଲା ବେଳେ ସେ ଲେଖିଅଛି, ଆଜ୍ଞା, ତାର ସମସ୍ତ ସମ୍ପତ୍ତି ବିଶେଷ କରି ସେହି ପ୍ୟାଲେସ୍କୁ ସେ ଲେଖିଅଛି। କାହାକୁ ଲେଖିଛନ୍ତି ଜାଣ କି? ଶୟତାନ ନିମନ୍ତେ ବୋଲି ଲେଖିଛି। କାହାକୁ? ଶୟତାନ ପାଇଁ ଲେଖିଥିଲା। ମୋ ପାଖରେ ଥିବା ଏ ବଡ଼ ପ୍ୟାଲେସ୍ ମୁଁ ଚାଲିଗଲା ପରେ ଶୟତାନ ପାଇଁ ଲେଖୁଅଛି। ଶୟତାନ ଏଥିର ଅଧିକାରୀ, ଅଧିପତି, ମୋ ଉତ୍ତରାଧିକାରୀ ବୋଲି ଶୟତାନ ନିମନ୍ତେ ପୁଣି ଆଜ୍ଞା ସେ ବିଲ୍ଡିଂ ଲେଖି ସେ ମରିଯାଇଥିଲା। ଏବେ ସେ ପ୍ୟାଲେସ୍ କିଏ ପରିଚାଳନା କରିବ? ଏ ଷ୍ଟୋରି କହିଲେ ଆପଣଙ୍କୁ ହସ ଲାଗିଲା ନୁହଁ କି? ରୁହନ୍ତୁ ବ୍ରଦର, ଶୟତାନ ପାଇଁ କ'ଣ ଆଜ୍ଞା ଘର ଲେଖିକି ଦେବେ ବୋଲି ଆପଣ ଭାବୁଛନ୍ତି ନୁହଁ କି? ବର୍ତ୍ତମାନ ପ୍ରକୃତ ବିଷୟ କହିବି। ଏବେ ସେ ଘରକୁ କିଏ ଦେଖିବ? ଶୟତାନ ଦେଖିବା ଦରକାର। ଅଧିକାରୀମାନେ ମଧ୍ୟ ନୀରବ ହୋଇ ସେମାନେ ଚାଲି ଯାଇଥିଲେ। ଦୀପ ଜଳାଇବା ବ୍ୟକ୍ତି ନାହିଁ। ଏଥିପୂର୍ବରୁ ସୁନ୍ଦର ଗାର୍ଡେନ୍ ଥିଲେ, ସେହି ଗାର୍ଡେନ୍କୁ ସୁନ୍ଦର ସଜାଇ ତାକୁ ସୁନ୍ଦର ଭାବରେ ରଖିବାକୁ ଥିବା କର୍ମକାରୀ ଥିଲେ। ଏବେ ସେମାନେ ଚାଲିଗଲେ। ବର୍ତ୍ତମାନ ଦିନ ବିତିଗଲା, ସପ୍ତାହ ବିତିଗଲା, ମାସ ବିତିଗଲା, ବର୍ଷ ବିତିଗଲା। ଦିନ ଥିଲା ସମସ୍ତଙ୍କୁ ଆକର୍ଷଣ କରୁଥିବା ସେହି ବଙ୍ଗଳା ବର୍ତ୍ତମାନ କ'ଣ ହେଇଛି ଆପଣ ଜାଣ କି? ଭୂତ ବଙ୍ଗଳା ହୋଇଅଛି। କେଉଁ ବଙ୍ଗଳା? ଭୂତ ବଙ୍ଗଳା। ତାମାନେ ଭୂତ ରହିବା ବଙ୍ଗଳା। ଦୀପ ଜଳିବା ବ୍ୟକ୍ତି ନାହିଁ, ଯେବେ ଦେଖିଲେ ବି ଅନ୍ଧକାର। ସନ୍ଧ୍ୟା ହେଲେ ବାଦୁଡ଼ି ରହୁଥାଏ। ଘର ଚାରିପଟେ ଗଛ ବଢ଼ିଯାଇଛି। ସାପଗୁଡ଼ାକ ଆସୁଛି। ସେ ଅଞ୍ଚଳକୁ ଗଲେ ନିଶ୍ଚିନ୍ତ ଦେଖିବାକୁ ଚାହୁଁଥିବା ସେହି ପ୍ୟାଲେସ୍ ଆଜି ଟିକିଏ ପାଖକୁ ମଧ୍ୟ ଯିବା ପାଇଁ ଲୋକମାନେ ଭୟଭୀତ କରୁଅଛନ୍ତି। କାରଣ କ'ଣ ମାନେ ତାହା ଶେଷରେ ଭୂତ ବଙ୍ଗଳା ପାଲଟିଛି। ଏହା ମୁଁ କହିବା ସମୟରେ ହୁଏତ କେତେଜଣ ହସି ଥାଇପାରନ୍ତି। ତୁନି ରୁହନ୍ତୁ ବ୍ରଦର, କ'ଣ ସେହି ଗୃହକୁ, ସେ ପ୍ୟାଲେସ୍କୁ ନେଇକି ଶୟତାନକୁ କ'ଣ ଆଜ୍ଞା ସେ ଲେଖିଦେବ ବୋଲି ହୁଏତ ଆପଣଙ୍କୁ ହସ ଲାଗିପାରେ। ଆଜି ଆମମାନଙ୍କ ମଧ୍ୟରେ ଅନେକ ଅଦ୍ଭୁତକର ଆପଣଙ୍କ ଜୀବନକୁ ଶୟତାନ ହସ୍ତରେ ଦେଇନାହ କି? ଦେଇନାହ କି ଆଜ୍ଞା? ତମେ ଚାଲି ଚାଲି ଯିବା ସମୟରେ ଯଥେଷ୍ଟ ତୁମଠାରୁ ଭୟଙ୍କର ଦୁର୍ଗନ୍ଧ ଆସେ। ପାଟି ଖୋଲି ଛେପ ପକେଇଲେ ଯଥେଷ୍ଟ। ଯେଉଁଠି ଦେଖିଲେ ସେଇଠି ଚିହ୍ନ ରହେ।
छोट पिलामानक आगरे जदि तुमे हसिल माने से माने भयभीत हेबे काहेकि माने तुम दांतर रंग कला होई जाइथिबारु पिलामाने देखि से माने भयभीत हेबे। ठीक रे चुट्टी बनै न थाओ, ठीक रे दाढ़ी बनै न थाओ, ठीक रे पोशाक पिंधि न थाओ, स्त्री को मध्य पचारि न थाओ, पिलामानकु भल पढ़ाउ नाह, ठीक रे कथा भाषा करि पारु नाह, समस्तଙ୍କ सहित झगड़ा करुथाओ, संच करिबा टंका सबु मद पीबा पाई निशा पाई खर्च करिथाओ। पचारुछि तुम जीवन काहारी हस्तरे देयछ कुह? शयतान हस्तरे देयछ। से शयतान कौन करुअछि? तुम जीवन को अर्थविहीन करिछि। सुंदर बंगला आज्ञा, से सुंदर बंगला एबे कौन होइअछि कुह? अर्थ नथिबा बंगला परि होइअछि। तार सौंदर्य हरैछि, अंधकार पूर्ण अछि, बादुड़ी आसी रहुअछि सेठारे। एक सुंदर भावे रहिबाकु थिबा गार्डन वर्तमान जंगल परि होइअछि। साप विष कंकड़ा बिछु ए सबु बास करिबा जंगल होइअछि। प्रिय भौणी ओ भाई माने दयाकरी शुणन्तु, आपणक जीवन मो जीवन बहुमूल्य अटे। एही बहुमूल्य जीवन मूल्य प्रदान करिबा प्रभुंक हस्तरे समर्पण कले ताहार मूल्य रहिब। तुमे मरिजिबा पर्यंत अनेकंक निमंते आशीर्वाद युक्त होई रहिब। सेपरि बंचिबा निमंते प्रभु तुमको जीवन देइछन्ति। किंतु तुमे कौन कल माने तुम बहुमूल्य जीवन को नहीं शयतान हस्तरे देल। से कौन करुअछि? तुम जीवन रे स्थिरता नथिला परि करुअछि। तुम जीवन रे पवित्रता नथिला परि करुछि। तुम जीवन रे उत्तमता नथिला परि करुअछि। भलरे कथा ही पारिब नाही, भल व्यवहार करिब नाही, भल पाठ पढ़िब नाही, भलरे चाकरी करिब नाही, एक सुंदर भार्या ओ स्वामी रूपे रही पारिब नाही, भल पुओ कि भल झियो भाबरे रही पारिब नाही। प्रकृतरे तुम जीवन रे ही उत्तमता नाही। एहार कारण कौन माने तुम्भे आपणा जीवन नेई विनष्ट करिबा शयतानर हस्तरे समर्पण करिअछ। सेथिपाई आजि तुम जीवन रे सुख अभाव अछि, शांति समाधान ए समस्त अभाव अछि ओ सौभाग्य अभाव अछि। शेषरे केउठारे तुम जीवन पहुंची अछि माने तुमको विवाह करिथिबा तुम स्त्री तुमको देखि छिछि रही रही तुम परि मंद व्यक्ति को मु विवाह कली एपरि स्त्री छी करिबा स्थायी को पहुंची अछि। सेपटे तुम विवाहित स्वामी कहुअछि रही रही तुम परि कलिहुडी को मु विवाह कली, राक्षसी को विवाह कली, मु विवाह करि नथिले केते भल हंता। एही परि विवाह उपरे भार्या उपरे विरक्त करिदेबा स्थायी को तुम स्वामी को आनी अछ। पाठ पढ़िबी बोली, उपकृत हेब बोली, बड़ ହେଲା ପରେ ମା ବାପାଙ୍କୁ ତୁମେ ଭଲ ଦେଖିବ ବୋଲି, ସେମାନଙ୍କର ମାନ ମର୍ଯ୍ୟାଦା ତୁମେ ରଖିବ ବୋଲି ତୁମ ପ୍ରତି କେତେ ଆଶା ରଖି ତୁମକୁ ପାଠ ପଢ଼େଇବା ନିମନ୍ତେ କେତେ ଚେଷ୍ଟା କଲେ ବି ତୁମେ 7th କ୍ଲାସ୍ ପାସ୍ ହେଲନି, 10th କ୍ଲାସ୍ ପାସ୍ ହେଲନି। କେହି ଜଣେ ପାଠ ସାଠ ନଥିବା ବ୍ୟକ୍ତି ଭଲ ପାଠ ପଢ଼ିଥିବା ଲୋକମାନଙ୍କ ନାମରେ BA, BCom, BSc, MSc, MBA, BTech एमिति लेखुथिबा समय ताकू लागुथिला कौन एमाने ही टाइटल रखिबे कि मु कौन टाइटल रखि पारिबि नाही कि बोली ता ना पाखरे MS बोली रखिथिला। आज्ञा साधारणतः आमे आम बंधु को आमे कहि थाउ मो पुओ अमेरिका जाउअछि कौन पई MS करिबाकू जाउअछंती, MS करिबाकू जाउअछि। एहा सुनि आमे बहुत आनंद करू, से बहुत गर्व अनुभव करे। कौन अमेरिका रे ही MS करिबाकू हबो कि एठी मु टाइटल रखि पारिबि नाही कि बोले कहि से ता नाम पाखरे MS रखिदेला। आज्ञा ए भितरे केही जणे जाय कि ताकू पचरेला रे तमे तो 10th क्लास पास करि नाहु नुह कि MS बोली कि कोन लेखि अछ, MS डिग्री बोली कि कोन लेखि अछ तमे। तबे से कहिला एक्जाक्टली मते सेटा ही सूट हुए, सेथि पई सेटा रखिली। MS बोली कि काहे कि तमे रखिलो, MS रो अर्थ कोन तमे जानि अछ कि? तमे जानिबा विषय मते जणा नाही, मात्र मु जहा जानिछि कहिबि सुनो। तमे जहा जानिछ ताहा को M कहिले मार्च, S माने सेप्टेम्बर, ता माने कोन रे? मार्च रे एग्जाम लेखु पास हो नाहु तो, सेप्टेम्बर रे एग्जाम लेखु पास हो नाहु तो, मार्च रे लेखुछु सेप्टेम्बर रे लेखुछु, मार्च रे लेखुछु सेप्टेम्बर रे लेखुछु। ए व्यक्ति MS कहिले मास्टर ऑफ सर्जन की मास्टर ऑफ साइंस बोली कि नुह। आज्ञा MS कहिले मार्च आउरी सेप्टेम्बर बोले रखिथिला। बापा एमिति खराब हबो बोली से जन्म देले कि माँ बापा नाही। एबे माँ बापा तुमको देखि आनंद करुअछंती ना कांदुअछंती कौन कहिबे? गोटे थर चिंता करंतु, विवाहित स्त्री जदि कांदुथिबो, विवाहित स्वामी कांदुथिबा, शेषरे तुमको जन्म करिथिबा माँ बापा देखि मो
पेटरे काहींकी जन्म हेलु रे? प्रकृतरे तुमे जन्म न होइथिले भल बोली माँ बापा जदि कांदु अछंती माने कारण कहिबे कि प्रिय भौणी भाई माने तुम जीवन शयतान हस्तरे पड़िछि। सेथिपाई तुम जीवन को नाम रूप नथिला परि करे अर्थविहीन करुअछि। तुम जीवन रे विजय नथिला परि करुअछि, अकामी करि देउअछि। से प्रकार व्यक्तिंक विषय आज मु आपण मानकु कहबा पई चाहुअछि। से विषय मु परिचय देबी। जीशु ख्रीष्ट नौकारे यात्रा करिबा समय समुद्र तरंग उछुली पड़िबा बेले नौका डूबिबा समय जीशु कहले तुनि हुआ बोली समुद्र को धमक देले। समुद्र सुस्थिर हैला। सृष्टिकर्ता सृष्टि करिथिबारु सृष्टि तांको कथा मानिथिला। वर्तमान से सृष्टि करिथिबा एक मनुष्य ताहार जीवन काहाकु समर्पण करिथिला माने शयतानकु समर्पण करिथिला। शयतानकु समर्पण कले से जीवन केमिति थिबो अल्प टिके वर्णना कली। एबे आसंतु देखिबा 5 अध्याय परे से माने समुद्रर परपारस्थ गरासिय मानक अंचल रे उपस्थित हेले। सेही देशरु जीशु ख्रीष्ट समुद्र रे यात्रा करी एही देश को आसिले। जीशु स्वर्ग बोलिबा सेही देशरु 2000 वर्ष पूर्वरु भूपृष्ठ माने एही जगत को जीशु ख्रीष्ट 2000 वर्ष पूर्वरु आसिले। काहींकी आसिला जल्दी कहिबा पाई मु चेष्टा करिबी। से गरासिय अंचल को आसिले। जीशु नौकार ओह्लाइबा मात्रे जणे असुचि आत्माविष्ट लोक समाधि स्थानरु बाहारी ताहांकु भेटिला। से समाधि स्थान रे बास करुथिला। पुणी केही ताहाकु जंजीर सुधा आहु बांधि पारु नथिले, कारण अनेक थर सेही बेड़ी और जंजीर बंधा होइथिला। किंतु से जंजीर छिंडाई देई बेड़ी सबु खंड खंड करी भांगी पकाइथिला ओ ताहाकु बसरे रखिबाकु काहारी बळ नथिला। केही भी ताकु कंट्रोल करि पारि नथिले। से दिन राति सबु बेले समाधि स्थान ओ पर्वतरे रही चित्कार करुथिला। पुणी प्रस्तରରେ आपणाकु क्षत विक्षत करुथिला। जीशु ख्रीष्ट आर पारिकु गले समुद्र आर पारिकी जाई ओह्लाइले कि नाही दौड़ी दौड़ी जणे व्यक्ति आसीथिला तांको निकटकु। केउठारु से आसिला माने समाधिरु आसीथिला। समाधिरे से रहुथिला। घर छाड़ी देइथिला, भार्याकु छाड़ी देइथिला, पिलामानंकु छाड़ी देइथिला। एक स्वामी भावरे तार दायित्व छाड़ी देइथिला, पिता भावरे दायित्व छाड़ी देइथिला, मनीष भावरे तार दायित्व पाखरे रखि देइथिला। बंचिथिबा समय मानव पशु परि से बंचु अछि। साधारणतः समाधि केतेबेले पहुंचिबे मरिला परे। मरिगला परे पहुंचिबाकु थिबा समाधि को से बंचिथिबा समय पहुंची अछि। पहुंची गला बोली कहबा बदଳରେ शयतान तांकु पहुंचैथिला। ताहा तार काम। तमे बंचिथिला बेले तुमको जीवंत शव ओ शव ही करिबार शयतानर काम। ताकु गुटे आत्मा लागिथिला। केउ आत्मा बाइबल कहे माने असुचि आत्मा बोली। असुचि आत्मा कहले अपवित्रतार गोटिए आत्मा। जणे व्यक्ति को जदि असुचि आत्मा धरिला माने तार समस्त काम असुचि रहिबो। एही वाक्य शुणुथिबा भौणी भाई माने केते जण साहसरे कहि परिबे असुचि आत्मा सहित मोर किछि संपर्क नाही। जदि असुचि आत्मा सहित तुमर किछि संपर्क नाही माने पवित्र आत्मा ता माने ईश्वरंक आत्मा तुमठारे अछंती माने तमे पवित्र भाबरे बंचिबो। अपवित्र आत्मा जदि तुमठारे अछि माने अपवित्र भाबे बंचिबो। आपणा आपणाकु परीक्षा करिबा अनुसंधान करिबा। आमे आज केते जण साहसरे कहि परिबा मोठारे असुचि आत्मा नाही बोली। पुओ माने झियो माने आजी सेमानक चक्षु केते सहजरे असुचि करू अछंती सेल फोन रे देखि। सकाळ उठिले संध्या पर्यंत खराब सिनेमा। जुबा जुबती नुहंती विवाहित लोक माने भी शेषरे वयस्क लोक माने मध्य सेल फोन रे सब खराब विषय देखंती, खराब फोटो। पचारू अछि काहीकि तमे से सबु देखुअछ, काहीकि तमे देखिबाकू आशा करूछ। तुम चक्षु असुचितारे पूर्ण होई अछि। तुम चक्षु काहीकि असुचितारे पूर्ण होई अछि। तमे अपवित्र आत्मा द्वारा परिचालित हेउथिबारु। अपवित्र आत्मा तुमठारे जदि थिले तमे अपवित्र विषय गुड़िक देखिब। असुचि आत्मा तुम जीवन रे थिले असुचि भावे तुम मुख कथा कहिब। असुचि आत्मा तुमठारे जदि अछि अपवित्रतार चिंता सब आसिब। तुमठारे जदि अपवित्र आत्मा अछि तुम चालीचलन अपवित्र हेब, तुम सज्जा अपवित्र हेब, तुम शरीर अपवित्र रहिब,
ତୁମ ଚକ୍ଷୁ ଅପବିତ୍ର ରହିବ। ଆଜି ପଚାରୁଅଛି, ତୁମ ଦୃଷ୍ଟି ବିଷୟ କ'ଣ? ତୁମ ଶରୀରକୁ ତୁମ ଚକ୍ଷୁ ଜ୍ୟୋତି ହେବାରୁ, ତୁମ ଚକ୍ଷୁ ଯଦି ଭଲ ରହିବ ମାନେ ତୁମ ଶରୀର ମଧ୍ୟ ଭଲ ଥିବ ବୋଲି ବାଇବଲ କହେ। ତୁମ ଚକ୍ଷୁ ପବିତ୍ର ରହିଲେ ତୁମ ଶରୀର ପବିତ୍ର ହେବ। ଆଜି ଅନେକ ଲୋକଙ୍କର ଶରୀର ଅପବିତ୍ର ଅଟେ। ଖ୍ରୀଷ୍ଟିଆନ ଗୃହରେ ଜନ୍ମ ହେଲି, ମୁଁ ଚର୍ଚ୍ଚକୁ ମଧ୍ୟ ଯାଏ, ପ୍ରାର୍ଥନା କରେ, କିନ୍ତୁ ଅପବିତ୍ର ଆତ୍ମା ମୋ ଜୀବନକୁ ବିଦୀର୍ଣ୍ଣ କରିଦେଇଅଛି। ଅପବିତ୍ର ଆତ୍ମାରେ ପୂର୍ଣ୍ଣ ଅଛି। ଅପବିତ୍ରତାର କାର୍ଯ୍ୟ, ଅପବିତ୍ରତାର ଦୃଷ୍ଟି, ଅପବିତ୍ରତାର ଅଭ୍ୟାସ, ଅପବିତ୍ରତାର କଥାଭାଷାଗୁଡ଼ିକ, ଅପବିତ୍ରତାର ଶରୀର, ଅପବିତ୍ରତାର ସାଙ୍ଗସାଥୀମାନେ ମୋ ଜୀବନକୁ ବିନଷ୍ଟ କରିଅଛି। ଆଜି ଗରାଶୟ ଅଞ୍ଚଳରେ ଥିବା ସେହି ବାହିନୀ ନାମକ ଭୂତ ବିଷୟରେ କଥା ହେଲା ବେଳେ ଆପଣ ମୋ ବିଷୟରେ ମୋତେ କଥା ହେଲା ପରି ଲାଗୁଅଛି। ତୁମ ବିଷୟରେ କଥା ହେଲା ପରି ଯଦି ତୁମକୁ ଲାଗୁଅଛି ମାନେ କାରଣ ଜାଣ କି? ଈଶ୍ୱର ତୁମ ସହିତ କଥା ହେଲେ। ବଙ୍ଗଳା ଯେତେବେଳେ ଶୟତାନକୁ ସମର୍ପଣ କରାଗଲା, ତାହା କେମିତି ଭୂତ ବଙ୍ଗଳା ହେଲା? ପ୍ରିୟ ଭଉଣୀ ଓ ଭାଇମାନେ, ଶୟତାନ ଆଜି ତୁମ ଜୀବନ ଭୂତପ୍ରେତର ଜୀବନ କରିଦେଇଛି। ତୁମ ଜୀବନ ସବୁ ଅଶୁଚି ହୋଇଅଛି। ଆପଣମାନେ ଦେଖୁଥିବା ବିଷୟ ଖରାପ ବିଷୟଗୁଡ଼ିକ, ଖରାପ ବିଷୟ କଥା ହେଉଛ, କରିବା କାମ ଖରାପ କାମ, କାହିଁକି ମାନେ ତୁମ ଜୀବନ ଶୟତାନକୁ ସମର୍ପଣ କରିଛ। କିନ୍ତୁ ଖରାପ ଜୀବନ ବଞ୍ଚୁଥିବା ତୁମକୁ ସୁନା ପରି ଆତ୍ମିକ ଭାବରେ ବଦଳି ଦେବା ନିମନ୍ତେ ତୁମକୁ ଈଶ୍ୱରଙ୍କ ସନ୍ତାନ କରିବା ପାଇଁ ଯୀଶୁ ଏହି ଜଗତକୁ ଆସିଥିଲେ। ସେଦିନ ଯୀଶୁ ଜନ୍ମ ହେଲା ବେଳେ ତାଙ୍କୁ ଗୃହ ମିଳିନଥିଲା। ଆଜି ଯୀଶୁ ତୁମ ହୃଦୟରେ ଜନ୍ମ ହେବା ପାଇଁ ଆଶା କରନ୍ତି। ତୁମ ହୃଦୟରେ ସ୍ଥାନ ଦେବ କି? ତୁମ ହୃଦୟରେ ତାଙ୍କୁ ଆସିବାକୁ ଦେବ କି? ଯୀଶୁ, ମୋ ଜୀବନ ତୁମ ହସ୍ତରେ ସମର୍ପଣ କରୁଛି। ମୋ ଜୀବନରେ ପ୍ରବେଶ କର, ହୃଦୟରେ ପ୍ରବେଶ କର ପ୍ରଭୁ। ମୋହର ପାପିଷ୍ଟ ଜୀବନ ଦୂର କରି ପବିତ୍ର କର ପ୍ରଭୁ। ବାହିନୀ ଭୂତ ଲାଗିଥିବା ବ୍ୟକ୍ତିକୁ ଭଲ କଲ, ମୋତେ ବି ଭଲ କର ପ୍ରଭୁ ବୋଲି ପ୍ରାର୍ଥନା କରିବା ଲୋକ କେହି ଥିଲେ ବି ପ୍ରଭୁଙ୍କୁ ହାତ ଦେଖେଇବେ କି ଆପଣ? ହେ ପ୍ରଭୁ, ମୋ ନିମନ୍ତେ ଜନ୍ମ ହେଲ, ମୋତେ ଭଲ କରିବା ପାଇଁ ଏହି ଜଗତକୁ ଆସିଲ। ମୋର ସ୍ଥିତି କ'ଣ, ମୋର ଜୀବନ କ'ଣଟେ ପ୍ରକାଶ କଲ। ମୁଁ କରିଥିବା ପ୍ରତ୍ୟେକ ପାପ ତମେ ଦେଖିଲ। ମୋତେ ଦଣ୍ଡ ଦେବାକୁ ଥିବା ତମେ କ୍ଷମା କରିବାକୁ ଆସିଲ। ହେ ଯୀଶୁ, ହେ ଯୀଶୁ, ମୋତେ କ୍ଷମା କର ପ୍ରଭୁ। ମୁଁ କରିଥିବା ପ୍ରତ୍ୟେକ ଭୁଲ କ୍ଷମା କର ବାପା। ମୋ ହୃଦୟରେ ପ୍ରବେଶ କର ବାପା। ମୋହର ପୁରୁଣା ଜୀବନ ବାହାର କରିଦିଅ ପ୍ରଭୁ। ନୂତନ ସୃଷ୍ଟି ରୂପେ ମୋହର ଜୀବନକୁ ପରିବର୍ତ୍ତନ କର ବୋଲି, ମୋ ହୃଦୟରେ ତମେ ପ୍ରବେଶ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ ବାପା, ଆମେନ୍। ଆମର ଆଡ୍ରେସ୍ କାଲଭରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।